ପ୍ରତିଦିନ ତୁମେ ମୋତେ କୁହ ଯେ ବାବା, ଆପଣ ମୋ ଘରର, ମୋ ପରିବାରର ବଡ଼ ସଦସ୍ୟ ଅଟନ୍ତି। ତେଣୁ ଆଜି ମୁଁ ତୁମକୁ କହୁଛି କି ତୁମେ ମୋ ପରିବାରର ଏବଂ ମୁଁ ତୁମ ବିନା ଗୋଟିଏ ମିନିଟ୍ ପାଇଁ ବି ରହିପାରିବିନି। ପିଲାମାନେ, ମୁଁ ତୁମକୁ ବହୁତ ଭଲ ପାଏ। କିଛି ଦିନ ଧରି ତୁମ ମନରେ ଏକ ସନ୍ଦେହ ବା ପ୍ରଶ୍ନ ଚାଲି ଆସୁଛି କି ମୁଁ ଆପଣଙ୍କର ପୂଜା ଠିକ୍ ଭାବରେ କରୁଛି କି ନାହିଁ। ତେଣୁ ଶୁଣ ପିଲାମାନେ, ମୁଁ ତୁମ ପୂଜାରେ ବହୁତ ଖୁସି ଅଛି। ତୁମେ ତ ଏହା ମଧ୍ୟ ଭଲ ଭାବରେ ଜାଣିଛ ଯେ ମୋର ପୂଜା ପାଇଁ କୌଣସି ବିଧିବିଧାନ ବା ରୀତିନୀତିର ଆବଶ୍ୟକତା ନାହିଁ। ଆବଶ୍ୟକତା ଅଛି ତ କେବଳ ତୁମର ଭଲ ପାଇବା। ତୁମର ଭଲ ପାଇବା ହିଁ ମୋ ପାଇଁ ବହୁତ ଯଥେଷ୍ଟ। ତୁମେ ଯେଉଁଭଳି ଭାବରେ ମୋର ଆରତି କରୁଛ, ମୁଁ ଚାହେଁକି ଠିକ୍ ସେହିଭଳି ଭାବରେ ପ୍ରତିଦିନ ମୋର ଆରତି କର। ମୋତେ ବହୁତ ଭଲ ଲାଗିଥାଏ। ମୁଁ ଏହାକୁ ବହୁତ ପସନ୍ଦ କରେ। ଯଦି ତୁମେ ଅସହାୟ ଲୋକଙ୍କୁ କିଛି ସାହାଯ୍ୟ କରିବ, ମୁଁ ବହୁତ ଖୁସି ରହିବି। ପିଲାମାନେ, ଜାଣି ରଖ, ଜୀବନ ଜୀଇଁବା ପାଇଁ ସବୁରି ଅର୍ଥାତ୍ ଧୈର୍ଯ୍ୟ ବହୁତ ଜରୁରୀ ଅଟେ, ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜୀବନରେ ଅନେକ କଷ୍ଟ ଆସେ, କିନ୍ତୁ ଯଦି ତୁମ ପାଖରେ ଧୈର୍ଯ୍ୟ ଅଛି, ତେବେ ତୁମେ ପ୍ରତ୍ୟେକ କଷ୍ଟକୁ ପାର କରିପାରିବ। ବ୍ୟସ୍ତ ହୁଅ ନାହିଁ, ମୁଁ ତୁମ ସହିତ ଅଛି। ସଫଳତା ନିଶ୍ଚୟ ପ୍ରାପ୍ତ ହେବ। ଖୁସିରେ ରୁହ, ଖୁବ୍ ହସ। ବହୁତ ସାରା ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।